ଦେଖନ୍ତୁ ମଉଳା ଛତୁ ବାଛି ଭାଜି ସାରିଲେଣି। ମୋର ମନ ନଥିଲା ଭିଡ଼ିଓ କରିବାକୁ। ମଉଳା ଛତୁ ଦୁଇ ତିନିଟା ଥର ସେଆକୁ ଭାଜି ଦେଇଛି। ଆଉ ଟିକେ ଭାଜି ହେବ ନାଲି ହେଇକି। ଦେଖନ୍ତୁ ନାଲି ଟିକେ ହେଇ ଆସିଲାଣି। ଟିକେ ନା କ'ଣ ସେଆକୁ ଆଳୁ ପକାଇ ଆମ୍ବୁଲ ସୋରିଷ ମସଲା ବି ଜୁକଜୁକିଆ କରିଦେବି। ଭାଜି ହେଇ ଆସିଲାଣି। ଦେଖନ୍ତୁ ଭାଜି ଦେଇଛି। ଆଉ ଏବେ ମସଲା କଷେଇ ପରେ ତେଲ ପକାଇ ଦେଇ ତାକୁ ଜିରା ସୋରିଷ ଦେଇ ଦେଖନ୍ତୁ ତେଲ ତାତିଗଲାଣି। ଏବେ ଜିରା ସୋରିଷ ପକାଇ ଦେଖନ୍ତୁ ଜିରା ସୋରିଷ ଫୁଟିଗଲାଣି ସବୁ। ଆଳୁ ପକାଇଦେବା। ଆଳୁ କାଟୁଛି। ଆଳୁକୁ ଟିକେ ଖରଡ଼ି ଦେବା। ଟିକେ ଆଳୁ ଖରଡ଼ି ଦେଲି। ଆଉ ଟିକେ ମସଲା ପକାଇଲି। ଦେଖନ୍ତୁ ମସଲା ଜିରା ସୋରିଷ ପିଆଜ ରସୁଣ ବଟା ଆଉ ଶୁଖିଲା ଲଙ୍କା ପକାଇ ଦେଇଛି। କଷେଇ ଦେବା। ଦେଖନ୍ତୁ ଖଡ଼ଗପୁର ମସଲା ବି ଟିକେ ପକାଇଥାନ୍ତି। କଷେଇ ଦେବା। ଦେଖନ୍ତୁ ଲୁଣ ହଳଦୀ ବି ପକାଇ ଦେଇଛି। କଷେଇ ଦେବା। ଦେଖନ୍ତୁ କଷେଇ ହେଇସାରିଲାଣି। ଆଉ ତାପରେ ପାଣି ଦେଇଦେବା। ଲୁଣ ସବୁ ପକାଇ ଦେଇଛି। କଷେଇ ହେଇଗଲାଣି ବି। ଆଉ ଖାଲି ପାଣି ଦେଇଦେଲେ ହେଲା। ଆଉ ଏବେ ଦେଖନ୍ତୁ ପାଣି ଦେଇଦେଲି। ଏବେ ପାଣିଟା ଫୁଟିଗଲେ ପାଣି ମିଳିଯିବ। ଜୁକଜୁକିଆ କରିଦେବା। ଦେଖନ୍ତୁ ସାଙ୍ଗମାନେ ଏବେ ହେଇଗଲା ଆମ୍ବୁଲ ଦିଆ ସୋରିଷ ବେସର ଛତୁ। ଇଏ ହେଉଛି ଛତୁ କ'ଣ କହିଲେ ଯେଉଁ ମଉଳା ଛତୁ। ଯୋଡ଼େ ତିନିଟା ଫୁଟିଥିଲା ଆମ ବାଇରେ। ମୋ ପୁଅକୁ ଦେଇଦେଇଛି ପଖାଳ ଭାତ ଛତୁ ମସଲା ଆଉ କାଙ୍କଡ଼ ଝୁଡ଼ୁଙ୍ଗ ଆଳୁ ଭଜା।